गोपालजी क्रिएशन विदग्ध कला ओडिया संस्कृतिर परिचय पाला जार नाम आम पाला आम संस्कृति कार्यक्रम को आपण मानक स्वागत जनाऊँ। चरण कुमन चरण कुमन चरण को मन विश्वनियंता विश्वकर्ता जगतर नाथ जगन्नाथ परम ब्रह्म नारायण पवित्र दरबार बसी पड़ता बहुत परिश्रम
ଦୀର୍ଘ ଦିନ ଧରି ଆପଣ ମାନଙ୍କ ଅଞ୍ଚଳରେ ଚାଲି ଆସିଥିବା ବାଦପାଲା ମହା ମହୋତ୍ସବର ଆଜି ଆଜ୍ଞା ହଉଛି ଦ୍ୱିତୀୟ ରଜନୀର ପ୍ରଥମ ପର୍ଯ୍ୟାୟ। ବସ ତମେ ନାଇଁ ଆଣୁଛି এই প্রথম পর্যায়ে পালার গতানুগতিক প্রথাকু অবলম্বন করিবাকু যাই সেই বিশ্বনিয়ন্তা বিশ্বকর্তা জগতর নাথ জগন্নাথ পরম ব্রহ্ম নারায়ণଙ୍କ উদ্দেশ্যে করমলা মঠর মহন্ত অভিরাম পরমহংসଙ୍କ দ্বারা রচনা করা যাইଥିବା ଗୋଟିଏ ଆଧ୍ୟାତ୍ମିକ ତଥା ନିବେଦନାତ୍ମକ ଜଣାଣର କିଛି ଅଂଶ ମୁଁ ଆପଣମାନଙ୍କ ଆଗରେ ପଢିକିରି ବା ବୋଲିକିରି ଶୁଣେଇଛି। ବିନାଶରେ ବସ ବିନାଶରେ ନବର୍ତ୍ତନ୍ତି କବିତା ବନିତା ଲତା। ଆପଣ ମାନେ ଯେତେ ଗୁଡିଏ କର୍ମ କରନ୍ତୁ ନା କାହିଁକି ପ୍ରତ୍ୟେକ କର୍ମର ଆରମ୍ଭରେ ସେଇ ବିଶ୍ୱ ଚିନ୍ତାମଣି ନାରାୟଣଙ୍କର ପଦାର ବିନ୍ଦରେ ଯଦି ଆମେ ଶରଣ ପଶିବା ତାହେଲେ ହବ କଣ ନା ପ୍ରତ୍ୟେକ କର୍ମଟି ବା ଆମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କର୍ମଟି ସୁରୁଖୁରୁରେ ସମ୍ପାଦିତ ହେଇପାରିବ ନା ନାହିଁ। ତେଣୁ ସେଇଆକୁ ଆଖି ଆଗରେ ରଖି ମୁଁ ଆପଣ ମାନଙ୍କ ଆଗରେ সেই করমলা মঠর মহন্ত অভিরাম পরমহংসଙ୍କ দ্বারা রচনা করা যাইଥିବା নিবেদনাত্মক আধ্যাত্মিক জଣାଣଟି পঢ়িକିରି ଶୁଣେଇଛି ନା ନାହିଁ। କହିବାର ତାତ୍ପର୍ଯ୍ୟ ଅଭିରାମ ନିର୍ଦ୍ଦେଶ ଦେଲେ যে কজ্জ্বল কালিয়া কাইঞ্চ মারিয়া চরণকু মন যারে পদমালয়া পতি পদ পঙ্কজর সুধা মকরন্দ পারে। পদমালয়া লক্ষ্মী পদমালয়া পদমা কমলা শ্রীহরি প্রিয়া ইন্দিরা লোকমাতমা ক্ষীরাব্ধি তনয়া রমা না নাই। তেণু পদ্মালয়া বইলে এমন্ত ଯୋଉ ଲକ୍ଷ୍ମୀଙ୍କର କାନ୍ତ ନାରାୟଣ ନା ନାହିଁ ସେ ଏପରି ଭାବରେ ପୂଜା ପାଇଲେ ଗଣେଶ ଭାସ୍କର ବିଷ୍ଣୁ ଶିବ ଆଉ ଦୁର୍ଗା ପାଞ୍ଚକୁ ମିଶେଇ ଦେଲେ ସେ ହେଇଗଲେ ରେ ବାବୁ ସତ୍ୟ ସତ୍ୟନାରାୟଣ বা এই ଯୋଉ ଲକ୍ଷ୍ମୀଙ୍କର କାନ୍ତ ତାଙ୍କର ପଦ କଞ୍ଜରକୁ ଭଜନ ଅର୍ଚ୍ଚନ କୀର୍ତ୍ତନ ବନ୍ଦନ କର ବା ତାଙ୍କ ପଦ କଞ୍ଜରରେ ତୁ ଶରଣ ପଶି ଯା। କହିବାର ତାତ୍ପର୍ଯ୍ୟ ଆପଣ ମାନେ ଚିନ୍ତା କରନ୍ତୁ ଯେତେବେଳେ ଆପଣ ମାନେ ମନ୍ଦିରକୁ ଯାଆନ୍ତି ଯେତେବେଳେ ଆପଣ ଦିଅ ଦର୍ଶନ ବା ଦେବତାଙ୍କୁ ଦର୍ଶନ କରିବାକୁ ଯାଆନ୍ତି ସେତିକି ବେଳେ ଆପଣ କଣ କରନ୍ତି ନା ଠାକୁରଙ୍କ ପାଦରେ ନିଜକୁ ସମର୍ପଣ କରନ୍ତି। ପାଦରେ ଠାକୁରଙ୍କ ମୁଖରେ ସମର୍ପଣ ନ କରି ପାଦରେ ତ କିଛି ନାହିଁ, ସେଠି ତ କିଛି ନାହିଁ, ମୁହଁ ନାହିଁ, କାନ ନାହିଁ, ଆଖି ନାହିଁ, ସେଠି କାହିଁକି ଶରଣ? ଆମେ ଆଜ୍ଞା ଜାଣିଛେ ଶାସ୍ତ୍ର ପ୍ରମାଣ କଲା କଲା ପଥର ହୋଇଆ ପଥର ହୋଇଆ
ଏଠି ଦୁଇ ଜଣ ପାଖ ଗାହାଣ ଏ ଅନୁଷ୍ଠାନର ମୁଖ୍ୟ ହେଲେ ଜଣେ ଗାହାଣ ଗାହାଣ ସମସ୍ତେ ବା ଗାୟକ ଗାୟକ ଏ ଉପସ୍ଥିତ ଅଛନ୍ତି। ଏ ପରୀକ୍ଷା କଲେ ଆପଣ ମାନଙ୍କୁ ବିନମ୍ର ନିବେଦନ, ଆପଣ ମାନେ ଦୟାକରି କହିବେ କି କଣ ପାଦ ଲାଗିଲେ ଗୋଟାଏ ପଥର ଆଜ୍ଞା ନାରୀ ହେଇଯିବ। ଆଉ ପୁରାଣ କହିଲେ ପୁରାଣ କହୁଛି କିନ୍ତୁ ଆମେ ନା ପୁରାଣ ଆଜ୍ଞା ଏ କଥା କହୁଛି। ଆଉ କଣ କହିଲେ ଅବଶ୍ୟ ଭଞ୍ଜ ଲେଖିଲେ ବିଷ ମୁଁ ରାମଚରଣ ଲାଗି ସେ ଏ କଥା କହୁଛି। କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ ଅର୍ଥ କହିବି, ଆପଣ ସେ ଅର୍ଥ ଟିକେ ଟିକେ ଚିନ୍ତା କରନ୍ତୁ, ତାହେଲେ ଜାଣିବେ କଣ ଅର୍ଥ। ନା ପଥର ପଥ ଧାତୁରେ ଚଳତ ଶବ୍ଦ ଲଗାଇଲେ ପଥର ଶବ୍ଦର ହେଲା ସୃଷ୍ଟି। ପଥରର ପୂର୍ବ ନାମ ଥିଲା ଶିଳା ବା ଅକର୍ମ ଶିଳା। ଅକର୍ମ ଶିଳା ବୋଇଲେ ଯୋଉ ଶିଳାରେ ବା ଯୋଉ ପଥରରେ କିଛି କର୍ମ ହୁଏ ତାକୁ ଆମେ କହୁଥିଲେ ଅକର୍ମ ଶିଳା ବା ଅପଭ୍ରଂଶ କରିକିରି ଆମେ କହିଥାଉ ଅକର୍ମ ଶୂଳିଆ। ଯେତେବେଳେ ଗୌତମଙ୍କ ସହିତ ଅହଲ୍ୟାଙ୍କର ବିଚ୍ଛେଦ ହେଲା, ପଥର ଯେମିତି ପାହାଡରେ ପଡିକିରି ଥିଲା, ଅହଲ୍ୟା ଆଜ୍ଞା ସେହିପରି ଭାବରେ ଘର କୋଣରେ ପଥର ସଦୃଶ ବା ପଥର ପରି ପଡିକିରି ରହିଲେ। ପଥର ହେଇନଥିଲେ, ପଥର ପରିକା କାହିଁକି ନା ପୂର୍ବେ ବହୁ ଲୁଚୁଥିଲେ କୋଣରେ, ପୂର୍ବେ ବହୁ ଲୁଚୁଥିଲା କୋଣରେ, ଲୁଚୁଥିଲା କୋଣରେ, ପୂର୍ବେ ବହୁ ଲୁଚୁଥିଲା କୋଣରେ, ସାହିତ୍ୟ ସେବିକା କୋଣରେ, ଏବେ ସାହିତ୍ୟ ସେବିକା କୋଣରେ। ଆଗକୁ ଯିବା ନାଇଁ ଆଜ୍ଞା। ପୂର୍ବ ସମୟରେ ମା ମାନେ ଘର କୋଣରେ ଲୁଚିକିରି ରହୁଥିଲେ ନା ନାହିଁ। ତେଣୁ ଅହଲ୍ୟାଙ୍କର ଗୌତମଙ୍କ ସହିତ ଯେତେବେଳେ ବିଚ୍ଛେଦ ହେଲା, କବି କହିଲେ ପଥର ପରି ସେ ଘର କୋଣରେ ପଡିକିରି ରହିଲେ। କାହିଁକି ନା ବିନାଶ୍ରେ ନବର୍ତ୍ତନ୍ତି କବିତା ବନିତା ଲତା। ନା ନାହିଁ ପଥରେ ପଦ ଲଗାଇ କଲ ନାୟିକା। ଏଠି ପଦ ମାନେ ଆଜ୍ଞା ପାଦ ନୁହେଁ ବା ଗୋଡ ନୁହେଁ। ମୁନସେ କହିଲେ ପଦ ଅର୍ଥ ହେଲା ଭାଷା। ସତ୍ୟ ସାର ମନୁଷ୍ୟାଣ ବାତା ସାର ମହିପତି ବାତା ବିଚଳିତ ଯେନ କେନ ସୁକୃତ ହାରିତା। ଆପଣଙ୍କ ସହିତ ମୋର ମଧୁର ସମ୍ପର୍କ ହବ ଏଇ ଭାଷାରେ। ନା ନାହିଁ ଆଜ୍ଞା। ଆପଣଙ୍କ ସହିତ ତିକ୍ତତା ଭାବ ହବ ଏଇ ଭାଷାରେ। ଭାଷାରେ ସମ୍ପର୍କ, ଭାଷାରେ ତିକ୍ତତା। ତାହେଲେ ଏଠି ରାମଙ୍କର ପଦ ଅର୍ଥାତ୍ ରାମଙ୍କର କୋମଳ ଭାଷା ପୁନର୍ବାର ଗୌତମଙ୍କ ସହିତ ଅହଲ୍ୟାଙ୍କର ବିଚ୍ଛେଦକୁ ଦୂର କରିବାରେ ସହାୟକ ହେଇଥିଲା। କାହିଁକି ନା ସତ୍ୟ ସାର ମନୁଷ୍ୟାଣ ବାତା ବିଚଳିତ ଯେନ ସ୍ୱୀକୃତ ହାରିତା। ଭଗବାନ ଆପଣଙ୍କୁ ବିବେକ ଦେଇଛି, ଜ୍ଞାନ ଦେଇଛି। ମୁଁ ଗୋଟିଏ ଅର୍ଥ ଆପଣ ମାନଙ୍କ ଆଗରେ କହିଲି, ଆକୁ ଭଲ ଭାବରେ ଆପଣ ତର୍ଜମା କରିବେ ଏ କଥାଟା କେତେ ଦୂର ଯୁକ୍ତି ସଙ୍ଗତ। ଯଦି ପଥର ଲାଗିକିରି ପାଦ ହେଇଯାଇଥାନ୍ତା, ଏ ନାରୀ ହେଇଯାଇଥାନ୍ତା, ତାହେଲେ ସେଠି ଧୀବରର ଡଙ୍ଗାଟା ମଧ୍ୟ ଧୋଇଦେଲେ କଣ ଆଜ୍ଞା ତା ଦେହରୁ ପଳେଇଲା, ପାଦର ମହତ୍ଵ ପଳେଇଲା ନା? ବାଲି ଗୁଡା ଲାଗିଥିବା ପଳେଇବ, ମହତ୍ଵ କୁଆଡେ ଯିବ? ତେଣୁ ପାଦର ମହତ୍ଵ
ଆଉ ତାର କର୍ମ ଏଟା ହଉଛି ସମ୍ପୂର୍ଣ୍ଣ ଭିଲେ କଥା। ଇଏ ଅଲଗା କଥା। ହେ ଗୁଣଗ୍ରାହୀ ବିବୁଧ ମଣ୍ଡଳୀ, ଆପଣ ମାନେ ଏଇ କଥାଟାକୁ ଟିକେ ଭଲ ଭାବରେ ଚିନ୍ତା କରିବେ। ନଚେତ ସେଦିନ ଧୀବରର ପାଦଟା ଧୋଇବା ର କିଛି ମୂଲ୍ୟ ରହିନଥାନ୍ତା। ନା ନାଇଁ, ଆମେ ସାଡେ ପଶିବାନି। ନିର୍ଦ୍ଦିଷ୍ଟ ବିଷୟ ବସ୍ତୁଟିଏ କହିବା ପାଇଁ ବାବୁ ମାନେ ଆଜି ପୁରା ସକାଳୁ ଲାଗିଛନ୍ତି। ତେଣୁ ଅଭିରାମ କହିଲେ ଆମେ ମନ୍ଦିରକୁ ଗଲେ ଆମେ ଦିଅ ଦର୍ଶନ ବା ଦେବତାଙ୍କୁ ଦର୍ଶନ କରିବାକୁ ଗଲେ ପ୍ରଭୁଙ୍କର ପାଦରେ ଶରଣ ପଶିଥାଉ। ପାଦର ଲକ୍ଷ୍ୟ ନା ନାହିଁ, ତେଣୁ ଏଇ ପାଦ ପାଇଁ କେତେ ମୁନି ଋଷି ମାନେ ହୁଙ୍କା ହେଇଗଲେ। ଅଷ୍ଟାଦଶ ପୁରାଣ ସୃଷ୍ଟି ହେଲା ଏଇ ପାଦ ପାଇଁ। ଏଇ ପାଦ ପାଇଁ। ପାଦରେ କହଳ ନାହିଁ। ନା ନାହିଁ, ଯୋଉ ପାଦ ସାନ୍ନିଧ୍ୟ ଲାଭ କରିବା ପାଇଁ ଆଜ୍ଞା ଲକ୍ଷ୍ମୀ ଠାକୁରାଣୀ ଦୀର୍ଘ ଦିନ ଅପେକ୍ଷା କଲେ। କିନ୍ତୁ ତେଣୁ କହିବାର ତାତ୍ପର୍ଯ୍ୟ ଆପଣ ମାନଙ୍କୁ ସେଇ ବିଶ୍ୱ ଚିନ୍ତାମଣି ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥ ଯାହାକୁ ଅଭିରାମ ପରମହଂସ କହିଲେ, କଣ କହିଲେ ଯେ ଠିକେ ମନ କରି ଚାହାରେ ସେଇ ପାଦକୁ ଲକ୍ଷ୍ୟ କରରେ ସେ ପଦକୁ ଭଜନ ଅର୍ଚ୍ଚନ କୀର୍ତ୍ତନ ବନ୍ଦନ କରେ, ଯାହା ଫଳରେ କି ସେ ମାୟାମୋହ ସଂସାରରୁ ମୁକ୍ତି ପାଇଯିବ। ଇଏ ମଣିଷ ଜୀବ ଜଗତ ଏଠିକି ଆସିଛି ସମସ୍ତଙ୍କର ଆଜ୍ଞା ଗୋଟାଏ କଥା ଯେ ଆମେ କେମିତି ଭଲରେ ମୁକ୍ତି ପାଇବା। କିନ୍ତୁ ଆଜିର ଏ ମଣିଷ ତିନିଟା କଥା ଉପରେ ମାତିଲା, ମୁକ୍ତି କଣ ଚାହିଁବ? ତିନିଟା କଥା କଣ ଜାଣିନ ବରାଳେ? ପ୍ରଥମ କଥା ହେଲା ତନ। ତନ ବୋଇଲେ କଣ ଆଜ୍ଞା? ଶରୀର। ଆପଣଙ୍କ ପାଖରେ ସାର କିଛି ପଇସା ହେଲା, କଣ କରିବେ ନା ଚେହେରା ବା ଶରୀରକୁ ସଜେଇବେ। ଗୋଟେ ମୋଟା ଚେନ୍ ପକେଇଦେବେ, କୁନ୍ଧା ପିଠେଇ ନାଇ ଦେବେ, 10 ଟା ମୁଦି ନାଇ ଦେବେ, একদম ନିଶଟି ରଖି ଶରୀର ସଜେଇବେ। ଆଜ୍ଞା ଶରୀରକୁ ସଜେଇବା ପାଇଁ ଆପଣ ଲାଗିଗଲେ, କିନ୍ତୁ ତନର ଅର୍ଥ ସାରେ ସେଇଆ ନୁହଁ। ତନକୁ ଆପଣ ଲେଉଟେଇ ଦିଅନ୍ତୁ, ଗୋଟିଏ ଶବ୍ଦ ଆସିଲା, ମାଲିକ କହିଲେ ସାୟା ତୁ ହେଇଯା। ଯଦି ବିଭୁଙ୍କ କୃପାରୁ ତୁ କିଛି ଅର୍ଥ ବା ସମ୍ପଦର ମାଲିକ ହେଲୁ, ତାହେଲେ ନିଜକୁ ଟିକେ ଛୋଟିଆ କରିଦେ, ନତମସ୍ତକ କରି নত ହେଇଯା। ନା ନାହିଁ, କିନ୍ତୁ ମଣିଷ ତାକୁ କରୁନି, ଚେହେରା ସଜେଇବା ପାଇଁ ବ୍ୟସ୍ତ ରହିଗଲା, ଶରୀରକୁ ସଜେଇବା ପାଇଁ ଲାଗିଗଲା। ମନବୋଧ 34 ପ୍ରମାଣ କଲେ କବି, କହିଲା ଚିତ୍ର ପ୍ରତିମା ପ୍ରାୟ ମନବୋଧ 34 କବି କହିଲେ, କହିଲେ ଇଏ ଚେହେରା ସଜେଇବାରେ ତୁ ସମୟକୁ ନଷ୍ଟ କରନା, ଚିତ୍ତ ତୁ ଦିଅ ନୀଳଗିରିବାସୀ। ନୀଳଗିରିବାସୀ ବୋଇଲେ ଜଗତର ନାଥ ଜଗନ୍ନାଥଙ୍କର ନିକଟରେ ତୋର ଚିତ୍ତକୁ ବା ମନକୁ ନିବେଶ କରିଦେ। ନା ନାହିଁ, ତାପରେ ହେଲା ମନ। ଆଜ୍ଞା ମନ କଣ? ଏପରି ଭାବରେ ଚଞ୍ଚଳ ସିଏ। ଆପଣ 2 ତାଲା କରିଛନ୍ତି, ମୁଁ 3 ତାଲା କରିବି। ଆପଣ ମୋଟର ସାଇକେଲ ଚଳୁଛନ୍ତି, ମୁଁ କାର ଚଳୁଛି। ନା ନାହିଁ କି ସାରେ? ଯଦି ବିଭୁଙ୍କ କୃପାରୁ ବା ବାପା ମାଙ୍କ କଲ୍ୟାଣରୁ ଆପଣଙ୍କର ତାହା ହେଇଗଲା,
ତାହେଲେ ତୁ ମନକୁ ଲେଉଟେଇ ଦେ ସେଇଆ ହୋଇଯା। ମନକୁ ଲେଉଟେଇ ଦେଲେ ଗୋଟିଏ ଶବ୍ଦ ଆସିଲା, ତାହା ହେଲା ନମ। ସଦା ସର୍ବଦା ନମ୍ରତା ଭାବକୁ ପରିପ୍ରକାଶ କର। ନା ନାହିଁ ଦେବତା ବ୍ରାହ୍ମଣ ଗୁରୁ ଗୁରୁଜନ ବାପ ମା ଏମାନଙ୍କ ନିକଟରେ ନମ୍ରତା ଭାବକୁ ଯଦି ତମେ ପରିପ୍ରକାଶ କରିବ ତାହେଲେ ଅନ୍ତତ ପକ୍ଷେ ବିଭୁଙ୍କର କୃପା ଆପଣଙ୍କ ଉପରେ ପଡିକିରି ରହିବ। ନା ନାହିଁ ତାପରେ ଶବ୍ଦଟି ଆସିଲା ଧନ। ଆଜିର ମଣିଷ ଏ ତିନିଟା କଥାରୁ ଚାରି କଥାରେ ନାହିଁ। ଧନ, ଗାଡି କରିବା ପାଇଁ ଧନ ଦରକାର, କୋଠା କରିବା ପାଇଁ ଧନ ଦରକାର, ମୁଦି ବା ଗହଣା ଛାଇ ହବା ପାଇଁ ଧନର ଆବଶ୍ୟକ। ଏ ଧନ କେମିତି ରୋଜଗାର ହବ? ନା ନ୍ୟାୟ ହଉ ବା ଅନ୍ୟାୟ ହଉ ମୁଁ ରୋଜଗାର କରିବି। ନା ନାହିଁ ସମସ୍ତେ ଆଜ୍ଞା ଠକିବା ଉପରେ ବ୍ୟସ୍ତି ମୂଲିଆ ଠକୁଛି, ମାଲିକ ଠକୁଛି ଧନ ରୋଜଗାର କରିବା ପାଇଁ। କିନ୍ତୁ ଆଜ୍ଞା ତା ନୁହେଁ, ଧନକୁ ଲେଉଟେଇ ଦିଅ। ଗୋଟିଏ ଶବ୍ଦ ଆସିଲା ନଧ, ଧରିବା ପାଇଁ କେବେ ତାକୁ ଚେଷ୍ଟା କର। ବୁଧ ମଣ୍ଡଳୀ ଏଇ ତିନିଟା କଥାକୁ ଯଦି ଆପଣ ଆପଣଙ୍କ ଜୀବନ ଭିତରେ ରଖିବେ ତାହେଲେ ସିନା ବିଭୁଙ୍କର କୃପା ମିଳିବ ବା ବିଭୁ ଆପଣଙ୍କୁ ତାଙ୍କ ପଦ କଞ୍ଜରରେ ଶରଣ ଦେବେ। ଯଦି ଆପଣ ଆକୁ ନ କରିବେ ତାହେଲେ ବିଭୁଙ୍କର କୃପା କେମିତି ପାଇବେ? ଇଏ ତିନିଟା ଜିନିଷ ଯଦି କରିବେ ତାହେଲେ ମୁଁ କାଲି ବୋଲିଥିଲି ଆଜି ମଧ୍ୟ ବୋଲି ଦଉଛି। ଖାଲି କଲେ ହବ ନାହିଁ। କାଲି କହିଥିଲି କହିଲା କର ନିଷ୍କାମ ଭକ୍ତି, ନିଷ୍କାମ ଭକ୍ତି ଯୁଚି ଦେବ କର ନିଷ୍କାମ ଭକ୍ତି। ତିନିଟା ଜିନିଷକୁ ମନ ଭିତରୁ କାଢିବୁ, ନିଷ୍କାମ ଭକ୍ତି କରିବୁ, ତାହେଲେ ବିଭୁଙ୍କର କୃପାକୁ ନିଶ୍ଚିତ ଭାବରେ ଲାଭ କରିବୁ। ବରାଳେ ଏମିତି ବିଭୁଙ୍କ କଥା କହିଲେ ଚାଲେ ଚାଲିଥିବ। ତେଣୁ ହେ ଗୁଣଗ୍ରାହୀ ବିବୁଧ ମଣ୍ଡଳୀ, ଏ ପବିତ୍ର ଶୁଭରାତ୍ରିରେ ଆପଣ ମାନଙ୍କ ନିକଟରେ ମୋର ଏତିକି ନିବେଦନ, ନାରାୟଣଙ୍କର ପଦ କଞ୍ଜରରେ ଶରଣ ପାଇବାକୁ ହେଲେ ନିଜକୁ ନତ କରିଦିଅନ୍ତୁ। ମୁଁ ଆଜ୍ଞା ଗୋଟାଏ ଆଶୀର୍ବାଦାତ୍ମକ ମଙ୍ଗଳାଚରଣ ବୋଲିକରି ଆପଣଙ୍କୁ କଲ୍ୟାଣ କରିଦେଲେ ଆପଣଙ୍କ କଲ୍ୟାଣ ହବ ଭୁଲ କଥା। ସେଟା ଆପଣଙ୍କ ଉପରେ ନିର୍ଭର କରେ। ପ୍ରଥମତଃ ଆପଣ ନିଜକୁ ଛୋଟ କରିବେ। ନମ୍ରତି ଗୁଣିନୋ ଜନା ନମ୍ରନ୍ତି ଫଳିନୋ ବୃକ୍ଷ। ଦ୍ୱିତୀୟତଃ ନିଜର ନମ୍ରତା ଭାବକୁ ଏ ସମାଜରେ ପ୍ରକାଶ କରିବେ। ତୃତୀୟତଃ କର୍ମ କରିବେ, ତାହେଲେ ବିଭୁଙ୍କର କୃପା। ମୁଁ ଆଜି କେବଳ ନାରାୟଣଙ୍କ ନିକଟରେ ଆପଣ ମାନଙ୍କ ପାଇଁ ଏତିକି ପ୍ରାର୍ଥନା କରିପାରେ, ହେ ପ୍ରଭୁ ଏଇ ପ୍ରକାର ବୃଦ୍ଧି, ଏଇ ପ୍ରକାର ଜ୍ଞାନ ଏ ସମାଜକୁ ଥିବା ନରନାରୀ କି ଆପଣ ମାନେ ପ୍ରଦାନ କରନ୍ତୁ, ଯାହା ଫଳରେ କି ସେ ଆପଣଙ୍କର ନିକଟତର ହେଇପାରିବେ। ନାରାୟଣ ପରମ ବ୍ରହ୍ମ ଆପଣଙ୍କର ମଙ୍ଗଳ କରିବେ। ଏ ତିନୋଟି କଥାକୁ ଯଦି ଆପଣ ଆହରଣ କରିବେ ବା ପ୍ରଦର୍ଶନ କରିବେ, ବୋଲ ସର୍ବେ ଆନନ୍ଦ କବା।